नमस्कार, गुड मॉर्निंग एंड वेलकम बैक टू माय चैनल एंड ए न्यू वीडियो। केमती अच्छा आपण मैंने आई होप समस्ते भल थे आ खुशी थे। आज सका सका मंदिर आम ब्लॉग स्टार्ट एक्चुअली करुचु सका 8:30 सुधा आज घर ठाकुर पूजा सारी घर जहाँ नित्यकर्म सका सारी आम गाधे गाधे मो खुशी आदि पलि आसु मंदिर को टिके एक्चुअली शिव मंदिर जावाक बाहर आ घर पाखे हनुमान मंदिर ये अच्छी तो खुशी कहला मामा हनुमान मंदिर जावा ये एक्चुअली टी निरोला परिवेश थाए तो भल लगे से तो आम पलि आसलु आज मंदिर को आसबार कारण थी आज मो हजबैंड का जन्मदिन थी और सी मंदिर को आसवा जमा भल पाती मुझे कह तुम गाधिक मंदिर जाओ से मंदिर आसबेनि तो से मुझे पलि आसती आउ मंदिर आमर ये पूजा अर्चना टी लेट्रे आरंभ हुए तो से ठाकुर गाधोई भी नथिले तो मुझे फूल भोग भोग सब आनी रखीदे पलैली नाना पूजा करदे आ दक्षिणा सब रखीदेली कहले नाना ठाकुर गाधी सारा पूजा करेंगे दीप खाली बाहर गोटे जाली देकी आम पलि आसलु मंदिर चारिपट एत बढ़िया लगुला सका कौन कह वीडियो को स्टार्ट करवा आज वीडियो स्टार्ट करने पूर्व जमती कि सब वीडियो वीडियो भी कहूँ प्लीज वीडियो को लाइक एंड शेयर करेंगे एंड चैनल को सब्सक्राइब करदे एंड फेसबुक रे फॉलो करेंगे मोर ओडिशा ब्लॉग सेफाली ना पेज भी अच्छी तो चलते साथ वीडियो स्टार्ट करिए आज। आसे 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 देखो गोटे हनुमान मंदिर में आंब गछ देखा से माने खाली फल देखा पत्र ही देखा हाइब्रिड आंब गुड़ा गछ गुड़ा हाथ पाई जाऊँ मोर भी माने एत तौक सी आसी फल खाली लदी गछटा एत सुंदर लगुच देखापी मुझा ही आपको देखा देख आसलु पु हाथी आगे रोषे में लग पड़ी ये हूँ बिरियानी करी भेज बिरियानी आज गुरुवार जेहेतु सोयाबीन आलू गाजर जहाँ परिवा था सब काटिकी दही मसला सब गोला गोली करदे मैरिनेट करदे दही आउ बिरियानी चाउल ये बतुरे देती अध घंटा बतुर अभी हूँ बिरियानी बसई प्रेसर गरम कर सका खावाई आमर इडली आउ मटर घुगुनी होगला छुआ मान खाया देती घुगुनी बोल घुगुनी नुह मटर आलू तरकारी तो घुगुनी कहते खाली मटर पड़े घुगुनी आईटा मटर आलू तरकारी मामार मटर ना आलू सी पूरा रोषिकी पड़ू टीवी पाखे बसिक देख पिला कौन खाइबनी से कि ये खाइबनी पत्र देखले खाइबनी अज मामा आसे बिरियानी आरंभ करदेवी ये मोर गोटा मसला तेज पत्र छाड़ी खाइल
ଟମାଟୋଟା ଏଇଥିରେ ମୁଁ ଦୁଇଟା କାଟିକି ପକେଇ ଦେଉଛି। ଆଉ ପିଆଜ କ୍ୟାପ୍ସିକମ୍ ନା ମୁଁ ଅଲଗା ଭାଜିକି ରଖିଦେଇଛି, ତାକୁ ଟିକେ ଏଇଟା ହେଇଗଲେ ପକେଇବା। କଞ୍ଚା ପକେଇଥିଲେ ନା ନା କଞ୍ଚା ଭଲ ଲାଗିବନି, ଏଇଟା ମାନେ ତେଲରେ ଭାଜିକି ତାପରେ ଏଥିରେ ପକାଯାଏ। ପିଆଜ କ୍ୟାପ୍ସିକମ୍ ମୁଁ ଅଲଗା ଆଗରୁ ଭାଜିକି ରଖିଦେଇଛି। ପାଣି ଦିଆହେଲେ ତାକୁ ଖାଲି ଟିକେ ମିଶାଇଦେବି, ଏଇଟା ଟିକେ ପାଣି ବାହାରିଯାଉ ମସଲାଟା ମରିଗଲାଣି। ଯାଉଛି ବିରିୟାନୀ ମସଲାଟା ପକେଇ ଦେଉଛି। ଗୋଟେ ଚାମଚ ଆଉ ଗୋଟେ ଚାମଚ ପକେଇ ପକେଇଦେଲି। ଆଉ ପିଆଜ କ୍ୟାପ୍ସିକମ୍ ତ ଭାଜିକି ରଖିଥିଲି ନା, ତେଣୁ ପାଣି ଯେତେ ବାହାରିଥିଲା, କେତେ ପାଣି ବାହାରିଥିଲା ପୁରା ମାନେ ବୁଡ଼ି ଯାଉଥିଲା ପ୍ରାୟତଃ, ସବୁ ମରିଗଲା। ପିଆଜ ମୁଁ ଏମିତି ଇଜି ତରିକାରେ କରେ ଆଉ। ଇଜି ତରିକା ଟାଇମ୍ ତ ସେମ୍ ନେଉଛି, କିନ୍ତୁ ଲଫଡ଼ା ନାହିଁ ଆଉ ସେମ୍ ଟେଷ୍ଟ। ଏମିତି କଲେ ନା ଆପଣ ଏକ ତ ଟାଇମ୍ ବି କମ୍ରେ ହେଇଯିବ, ଆଉ ତା ସହିତ ବେଶୀ ଲଫଡ଼ା ନାହିଁ। ଆଉ ଆପଣ ଯେଉଁ କଡ଼େଇରେ ଯେଉଁ ଡେକ୍ଚିରେ ବିରିୟାନୀ କରୁଛନ୍ତି, ତା ସହିତ ପୁରା ସମାନ ଟେଷ୍ଟ, କିଛି ବି ଅଲଗା ଟେଷ୍ଟ ଆସିବନି। ଏବେ ପାଣି ଦେବା, ଚାଉଳ ଧୋଇକି ପକେଇବି, ଆଉ କିଛି ପକେଇବାର ନାହିଁ। ଦେଖନ୍ତୁ ସବୁ ପକେଇ ଦେଲି। ଏବେ ମୁଁ ଚାଉଳ ପକାଉଛି। ଚାଉଳ ମୁଁ ନେଇଛି ମାପିକି, ଇଏ ଆପ୍ରୋକ୍ସିମେଟଲି 500 ଗ୍ରାମ ଚାଉଳ ହେବ। ମୁଁ ଛୋଟ ଗ୍ଲାସ୍ରେ 2 ଗ୍ଲାସ୍ ଚାଉଳ ନେଇଛି। ସେ ଟିକେ ଅଫିସ୍ ନେବେ, ଆଉ ଆମେ ଟିକେ ଖାଇବୁ, ସେଇଥିପାଇଁ ମୁଁ ଏକାଠି କରିଦେଇଛି। ଆଉ ପତ୍ର ବାସୁମତୀ ବିରିୟାନୀ ରାଇସ୍, ଲମ୍ବା ଲଙ୍ଗ୍ ଗ୍ରେନ୍ଟା ଆପଣ ଦେଖିକି ଜାଣିପାରୁଥିବେ। ଆପଣ ଏଇଟା ଜିରା ରାଇସ୍ରେ ବି ମୁଁ ନା ଆ ଉପରେ ଟିକେ ଘିଅ ପକାଇ ଦେଉଛି। ଆପଣ ଘିଅ ଟିକେ ପକାଇଲେ ୟାର ମାନେ ସାଇନିନେସ୍ ଆସେ। ଟିକେ ଘିଅ ଆଗଟା ପକାଇ ଦେଉଛି। ତାପରେ ଦେଖନ୍ତୁ, ମୋର ଫୁଡ଼୍ କଲର୍ ଟିକେ ନେଇଥିଲି, ମୁଁ ଏଇଟା ବି ପକାଇ ଦେଉଛି। ଏଇଟା ଅପସନାଲ୍, ଯିଏ ବି ଚାହିଁବ ପକାଇବ, ଯଦି ନଥିବ ପକାଇବେନି। ପାଣି ମୁଁ ଯେତିକି ପାଣି ଚାଉଳ ନେଇଥିଲି, ମୋର 2 ବଡ଼ କପ୍ ଚାଉଳ ପାଇଁ ମୁଁ 3 କପ୍ରୁ ଅଧିକ, ଟିକେ 3.5 କପ୍ ପାଖାପାଖି ପାଣି ଏଥିରେ ମାପିକି ଦେଇଦେଇଥିଲି। ତ ଏଇଟାକୁ ମୁଁ ଏବେ ଦେଇଦେଲି। ଆଉ ଫାଇନାଲ୍ ଯେଉଁଟା ଦରକାର ଆମର ବହୁତ, ଏଇଟା ହେଲା ପୁଦିନା ପତ୍ର। ଆଉ ଏଇଟା ହେଲା ଧନିଆ ପତ୍ର। କିଛି କାମ ନାହିଁ। ଏବେ ପ୍ରେସର୍ ବନ୍ଦ କରିଦେଲି, ବାସ୍ ଗୋଟେ ହୁଇସିଲ୍, ଆଉ ଟିକେ ସୁଁ ସୁଁ ହେବାକୁ ଅପେକ୍ଷା କରିବି। ଆଉ ପ୍ରେସର୍ କୁକର୍ଟା ମୁଁ ଲୋ ମିଡ଼ିୟମ୍ରେ ଦେଇଛି, ମିଡ଼ିୟମ୍ରେ ଦେଉଛି, ଏବେ ଲୋରେ ଦେଉନି, ମିଡ଼ିୟମ୍ରେ ଦେଇ ଦେଉଛି। ଗୋଟେ ହୁଇସିଲ୍ ପର୍ଯ୍ୟନ୍ତ ଅପେକ୍ଷା କରୁଛି। ଆଉ ଗୋଟେ ହୁଇସିଲ୍ ପରେ ନା ଆପଣ ସେମିତି 3 ମିନିଟ୍ ଖଣ୍ଡେ ଏମିତି ପ୍ରେସର୍ରେ ଗ୍ୟାସ୍ଟାକୁ ସିମ୍ କରିକି ବସେଇବେ। ପ୍ରେସର୍ରେ ମୁଁ ସେମିତି କରେ। ତ ଗୋଟେ ଇଏ କରୁଛି କଚମ୍ବର। ଆଦି ଏତେ ସରୁ ସରୁ ଲଙ୍କା କାଟିଲେଣି, ରାଗ ଲାଗିବ। ହ୍ୟାଲୋ, ଝିଅ ତ ସହଜେ ଖାଇବନି। ଦେଖିବା ତ କଚମ୍ବର କେମିତି ହେଇଛି। ବଢ଼ିଆ ଦେଖାଯାଉଛି ନା। ଗୋଟେ ଆଦି ଗୋଟେ ତା ଷ୍ଟାଇଲ୍ରେ କମ୍ କରେ, ବେଶୀ ହେଇଯିବ ତୋର ବହୁତ ପୁରା ହାର୍ଟ ସ୍ମେଲ୍। ଆଉ ମୋର ବିରିୟାନୀ ହୁଇସିଲ୍ ବାହାରିଲାଣି, ଯାଉଛି ବନ୍ଦ କରିବି। ଲୁଣ ଚାଖେ ଏ ଲୁଣଟା ରହ ଅଳ୍ପ ପକା, ଟିକେ ଚାଖିଲୁ ଦେଖିବା କ'ଣ ତୁ କେମିତିଆ କରୁଛୁ କଚମ୍ବର। ମାମା ନଥିବା ବେଳେ ଏମିତି କରିବୁ। ବିରିୟାନୀ ଆଉ କଚମ୍ବର ଆସିବ ତ।
ହୁଁ ବାସ୍ନା ହଉଛି ଟେଷ୍ଟ କେମିତି ଲାଗିବ ଦେଖିବାକୁ ପିଲା ବାସ୍ନା ହଉଛି ତ ହୁଁ ଦେଇ ଦଉଛି। ଚାଉଳ ପୁରା ଭାଙ୍ଗିଛି, ଗୋଟେ ବି ଭାଙ୍ଗିଛି, ଗୋଟେ ବି ଚାଉଳ ଭାଙ୍ଗି ଭଲ ଚାଉଳ ଆଉ ନା, ତାର ପାଣିର ଭାଗ ମାପ ଠିକ୍ ହେଲେ ଭାଙ୍ଗିବନି। ଯେତିକି ଚାଉଳ ନା ତାର ଡବଲରୁ ଟିକେ କମ୍ ପାଣି। ନୂଆ ଡ୍ରେସ୍ ପିନ୍ଧା ହେଇଛି। ଗରମ ହେଉଛି ଆଉ ସବୁ କଟନ ପିନ୍ଧା ହେଉଛି ଆମର ଏବେ ପୁରା ରାଜହଂସୀ ଚାଲି ତ ଖରାଟା ହେଉଛି। କାଲି କେତେ ଜୋର ବର୍ଷା ହେଇଥିଲା, ଆଜି କେତେ ଜୋର ଗୁଳୁଗୁଳି ହେଉଛି। 10ଟା ବେଳୁ ବି ଖରା ଅଛି। ଓହୋ 10ଟା ସାଢ଼େ 10ଟା 11ଟା ବେଳକୁ ମାନେ ଖରା ଏତେ ଜୋର ହେଉଛି। ଆଜି କାଲି ଲାଗୁନି କାଲି ବର୍ଷା ହେଉଥିଲା, ଏତେ ଜୋର କାଲି ବର୍ଷା ଆଉ କାଳବୈଶାଖୀ ପୁରା ତାଣ୍ଡବ ଏଇଠି ଆମର ହେଉଥିଲା। ମାନେ ଏଇ ଜାଗାଟା ଏତେ ମାନେ ଏଇଠି ଛିଡ଼ା ହେଲେ ଗୋଡ଼ ବୁଡ଼ିଯିବ, ଏଇ ଟାଇପ୍ର ହେଇଥାଏ ଅଗଣାଟା। ଏତେ ପାଣି ପୁରା ଭର୍ତ୍ତି ଯାଇଥିଲା। ରାତି 9ଟା ପର୍ଯ୍ୟନ୍ତ କାଲି ବର୍ଷା ହେଲା, ଆଉ ତାପରେ ଠିକ୍ ଠାକ୍ ସବୁ କମି ଗଲା। ମୁଁ ଭାବିଲି ଆହୁରି ବର୍ଷା ହେଉଛି, ଯାହା ବି ହଉ ବର୍ଷା ମାନେ ପାଣିର ଅଭାବଟା ପାଇଁ ଟିକେ ଟେନସନ୍ ରହେ ଆମର ଏଇ ମେ ମାସରେ। ଏମିତି ଗୋଟେ ବର୍ଷା ହେଲେ ଆମର ପାଣି ମାନେ ଆଉ ଅଭାବ ହେବନି, ହେଇଯିବ। ବର୍ଷା ଦିନ ପର୍ଯ୍ୟନ୍ତ ପାଣିଟା ଚଳିଯିବ ଆମର। ତ ଏବେ ସାଙ୍ଗମାନେ ହେଇଗଲା ଇଭିନିଂ ହେଇଗଲା, ଆଉ ହଜବେଣ୍ଡ ପଳେଇଥିଲେ ଅଫିସ୍। ମୁଁ ଆପଣଙ୍କୁ ଯେମିତିକି ଦେଖାଉଥିଲି, ଆଉ ଆସୁ ଆସୁ ତାଙ୍କର 6:30 7ଟା ହେଇଯାଏ। ଆଉ ଏବେ ପଳେଇ ଆସିଲେଣି, ଆସିକି ପାଖ ଦୋକାନକୁ କୁଆଡ଼େ ଯାଇଛନ୍ତି। ତ ତା ଭିତରେ ଆମେ ରେଡ଼ି କରିଦେଲୁଣୁ ସବୁ କେକ୍ ଫେକ୍ ସବୁ। ବେଶୀ କିଛି ନୁହଁ, ବାସ୍ କେକ୍ଟା ହିଁ ରେଡ଼ି କରିଦେଇଛୁ। ସେ ତ ଏମିତି ବି ଏଇସବୁ ଜିନିଷକୁ ଭଲ ପାଆନ୍ତିନି, ହେଲେ ଆମର ପିଲାମାନଙ୍କର ଟିକେ ଇଣ୍ଟରେଷ୍ଟ ଥିଲା କି ହଁ ମାମା ଗୋଟେ କ'ଣ ଗୋଟେ କରିବା। ଆଉ ଖୁସିର ପୁରା ଜିଦି, ନାଇଁ କେକ୍ ନ କାଟିଲେ ହେବନି, ବାବାଙ୍କ ବାର୍ଥଡ଼େ ଆଜି, ଯାହା ବି ହେଲେ ଗୋଟେ କେକ୍ କାଟିବା। ସିଏ ଗୋଟେ ଜିଦି କଲା, ତ ସେଥିପାଇଁ ଏଇସବୁ ଆରେଞ୍ଜମେଣ୍ଟ, ନହେଲେ ଆମ ମାନେ ଖୁସି କେମିତି ନେଇକି ଆସିଛି। ବନ୍ଦ କରୁଛନ୍ତି ବା, ଏ ଚପଲଟା ଥୋଇଦେଲେ ଟିକେ ନହେଲେ ଖୋଲିଦେଲେ ଆଉ ପକେଇ ଦେବୁ ତୁ ତଳେ। ପଛରେ ଖୋଲିବ, ଉଠ। ଖୋଲିଲି ଲାଇଟ୍ ଦେ, ଲାଇଟ୍ ଆଜି ଖୁସିର ନା ବାବାର ବାର୍ଥଡେ? ଆଜି ମୋ ଖୁସିର ବାର୍ଥଡେ। କହିଲା ବାବାର ବାର୍ଥଡେ ଅଛି ମାନେ ମୁଁ ନିହାତି କେକ୍ କାଟିବି। ଆଜି ହେଲା। ବାବା ବାର୍ଥଡେଟା ଭଲ ହେଲା। ଖୁସି କହିଲା ବାବାର ବାର୍ଥଡେ ମାନେ ମୁଁ ନିହାତି କେକ୍ କାଟିବି। ଆଉ ଭଲ ଅଛି। ଆଉ ହୋପଫୁଲି ଆପଣମାନଙ୍କୁ ଭଲ ଲାଗିଥିବ। ଆଉ ଯଦି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ ଆଣ୍ଡ ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆ ସହିତ ବହୁତ ମାତ୍ରାରେ ସପୋର୍ଟ ମଧ୍ୟ କରିବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜି ପାଇଁ ଏତିକି ରହିଲି। ଆଉ ଏକ କଣ୍ଟେଣ୍ଟରେ ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଥ୍ୟାଙ୍କ ୟୁ ଆଣ୍ଡ ଜୟ ଜଗନ୍ନାଥ। ସବସ୍କ୍ରାଇବ୍ ନିଶ୍ଚୟ କରିବେ। ବାଏ।